ଓଡ଼ିଆ ମାନଙ୍କର ସମସ୍ତଙ୍କର ପସନ୍ଦ ପଖାଳ ଆଉ ଦହି ପଖାଳ ତ ଆହୁରି ଭଲ ଲାଗେ। ଚାଲ ଷ୍ଟାର୍ଟ କରିବା। ତା ଦେହରେ କ'ଣ ଲଗେଇକିରି ଖାଇପାରିବା କରିବା। ତା ଦେହରେ ମୁଁ ଯେଉଁ ରସୁଣ ସୋରିଷ ଶୁଖିଲା ଲଙ୍କା ପକାଇଦେଲି। ହେଇଗଲାଣି ସୋରିଷ ମସଲା। ତା ଦେହରେ ଲୁଣ ଟିକେ ହଳଦୀ ଟିକେ ପକାଇଦେବା। ପକାଇକିରି ଗୋଳେଇକିରି ତାକୁ ଭଲ ଭାବେ ଗୋଳେଇଦେବା। ସେମିତି ସେଥିରେ ମିକ୍ସ ହେଇଯିବ। ଏବେ ଭେଣ୍ଡିରେ କାଟିକିରି ଦେଇଦେବା। ଦେଖନ୍ତୁ ଏମିତି ଭେଣ୍ଡି ମଝିରୁ କାଟିଦେବେ। କାଟିକିରି ତା ଭିତରେ ଭଲକି ଦେବେ, ତାହେଲେ ବଢ଼ିଆ ଟେଷ୍ଟ ହେବ, ନହେଲେ ବାହାରି ଆସିବ। ଆମର ଏ ଗଛରେ ଭେଣ୍ଡି ହେଇଥିଲା। ଏବେ ତାକୁ ସବୁଯାକ ଦେଇଦେବା ଏମିତି କାଟିକିରି। ଆଉ ଏ ଭଜାଟା ବହୁତ ବଢ଼ିଆ ଲାଗେ। ଆପଣ ନିହାତି ଏ ଭାବେ ଟ୍ରାଏ କରିବେ ଆଉ କରି ଖାଇବେ, ବହୁତ ଟେଷ୍ଟ ଲାଗେ। ଆଉ ପଖାଳରେ ତ ଆହୁରି ବଢ଼ିଆ ଲାଗେ। ଆଉ ହେଇଗଲାଣି ଦେଖନ୍ତୁ, ମୁଁ ସବୁ ଭେଣ୍ଡିରେ ପୁରେଇ ସାରିଲେଣି। ଏବେ ଅଳ୍ପ ଟିକେ ତେଲ ନେବା କଡ଼େଇରେ। ତେଲ ନେଇକିରି ସେଥିରେ ପକାଇକିରି ଟିକେ ଛାଣିଦେବା। ଟିକେ ପୋଡ଼ପୋଡ଼ିଆ ହେଲେ ବହୁତ ବଢ଼ିଆ ଲାଗେ। ଆପଣ ନିହାତି ଟ୍ରାଏ କରିବେ। ଦେଖନ୍ତୁ ଟିକେ ପରେ ଭାଜି ହେଇଯିବ। ଦେଖନ୍ତୁ ହେଇଗଲାଣି। ଏବେ ଚାଲ ଫୁଲ ଦୁଇଟା ଭାଜିଦେବା। କାହିଁକି ଖାଲି ତ ଭେଣ୍ଡି ଭଜାରେ ଖାଇ ହେବନି। ଆମ ଗଛରେ ଫୁଲ ହେଇଥିଲା। ସେ ତେଲରେ ମୁଁ କ'ଣ କରିଛି, ବେସନରେ ବ୍ରେଡ଼୍ କ୍ରମ୍ସ ଟିକେ ମିଶାଇ ଦେଇଥିଲି। ବହୁତ ବଢ଼ିଆ ଲାଗୁଥିଲା ଟେଷ୍ଟ ଫୁଲର। ନିହାତି ଏଇଟା ଟ୍ରାଏ କରିବେ। ପଖାଳରେ ଟିକେ ଦହି ଲୁଣ ଦେଇଥିଲି। ଏବେ ଚାଲ ଫୁଟେଇଦେବା। ଭୃଷଙ୍ଗ ପତ୍ର ଦେଇ ଆଉ ଶୁଖିଲା ଲଙ୍କା ଦେଇ ମୁଁ ଟିକେ ଫୁଟେଇ ଦେଇଛି। ଆଉ ଗୋଟେ ନୂଆ ରେସିପି, ଏଇଟା ଖାଲି ମୋ ପାଇଁ କରିବି। ଆଉ ପୁଅ ତ ଛୋଟ ପୁଅ ଖାଇବନି। ଆଉ ମୁଁ ଦେଖନ୍ତୁ ସେଥିରେ ଯେଉଁ ସୋରିଷ ମସଲା ବଞ୍ଚିଥିଲା ତା ଦେହରେ ଦେଇକିରି ଟିକେ ତେଲରେ ଛାଣିଦେବି। ବହୁତ ଭଲ ଲାଗେ। ଆପଣ ଏଇଟା ନିହାତି ଟ୍ରାଏ କରିବେ। ଆଉ ପଖାଳରେ ଖାଇବାକୁ ଆହୁରି ଭଲ ଲାଗେ। ଦେଖନ୍ତୁ ମୁଁ ତ ଭାଙ୍ଗି ଦେଇଛି। ମୁଁ 2-3ଟା ହିଁ କରିଥିଲି, ବେଶୀ କରିନି। ଦେଖନ୍ତୁ ହେଇଗଲା। ଦେଖନ୍ତୁ ପକାଇ ଦେଇଛି। ଏବେ ସିଏ ହେଇଯିବ, 10 ମିନିଟ୍ ପରେ ହେଇଯିବ। ଏବେ ପଖାଳ ଦେଖନ୍ତୁ, ପଖାଳ ଦହି ଫୁଲ ଭଜା ଆଉ ଭେଣ୍ଡି ଭଜା ଦେଇ ଦେଇଛି। ଆଉ ପଖାଳରେ ମିକ୍ସଚର୍ ନହେଲେ ତ ହେବନି। ମିକ୍ସଚର୍ ଦେଇ ଦେଇଛି।